ଯେତେବେଳେ କଳାପାହାଡ଼ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ସେତେବେଳେ ସାରା ବିଶ୍ୱରେ ବି ଆକ୍ରମଣ କଳାପାହାଡ଼ ରଚିଥିଲା। ସାରା ବିଶ୍ୱର ଆକ୍ରମଣ ରଚିବା ପରେ ଜଗନ୍ନାଥଙ୍କୁ ନେଇ ଗଙ୍ଗା ନଦୀ କୂଳରେ ଜରାଜୀର୍ଣ୍ଣ ଅବସ୍ଥାରେ ବିଘ୍ନ ପୋଡ଼ିବା ପାଇଁ ଅଗ୍ନି ସଂଯୋଗ କରିଥିଲା। ଅଧାପଡ଼ାରେ ନେଇ ଗଙ୍ଗା ନଦୀରେ ପ୍ରଭୁଙ୍କୁ ବସାଇଦେଲା। ସେଠାରେ କିଶୋର ମହାରଣା ବୋଲି ଜଣେ ଲୋକ ଜାଣି ପ୍ରଭୁଙ୍କୁ ନେଇ ସେଠାରେ ଏକ ରଖି ଖୋଳ ମୃଦଙ୍ଗ ଦେହରେ ପୁରାଇ ରଖିଥିଲେ। ସେ ମୃଦଙ୍ଗକୁ ଯେତେବେଳେ ଆମ ଖୋର୍ଦ୍ଧା ରାଜା ଜାଣିପାରିଲେ, ଖୋର୍ଦ୍ଧା ରାଜା ଈଶ୍ୱର ମହାରଣା ଠାରୁ ବ୍ରହ୍ମ ଆଣି ଏଠାରେ ପ୍ରାୟ 8 ବର୍ଷ କାଳ ରତ୍ନସିଂହାସନ ଖାଲି ଥିଲା। ପୁରୀରେ ରତ୍ନସିଂହାସନ ପ୍ରାୟ 8 ବର୍ଷ ହିଁ ଖାଲି ଥିଲା। 8 ବର୍ଷ ଖାଲି ଥିବା ପରେ ମସିହା ହେବ 1867 ପରେ ହେବ, ଯାହା ମୁଁ ଜେଜେବାପାଙ୍କ ଠାରୁ ଶୁଣିଛି। ଉନ୍ନୟନ କାମ ଆଜ୍ଞା କିଛି ମନ୍ଦିରର ନାହିଁ। ମନ୍ଦିରର ବିଭିନ୍ନ ପ୍ରକାର କାମ ସବୁ ଚାଲିଥିଲା, ଠିକ୍ଠାକ୍ ଚାଲିଥିଲା। ବିଭିନ୍ନ ପ୍ରକାର ଲୋକ ବସି ମନ୍ଦିରର ବିଭିନ୍ନ କାମକୁ ବନ୍ଦ କରିବା ପାଇଁ ଚାହୁଁଥିଲେ। କୁଞ୍ଜ ବିହାରୀ ରାଜାଙ୍କର ଇଏ ହେଲେ ବଡ଼ ପୁଅ। କୁଞ୍ଜ ବିହାରୀ ଆଗେ ଦର୍ଶନ ପଛେ ଗୁହାରି। କୁଞ୍ଜ ବିହାରୀକି ଯିଏ ଦର୍ଶନ ନ କରିଯିବ ସିଏ ରାଜାଙ୍କ ପାଖକୁ କେବେ ହେଲେ ଯାଇପାରିବନି। ରାଜାଙ୍କ ପାଖକୁ ଯିଏ ଯିବ ବି ରାଜା ତାଙ୍କ ଗୁହାରି ହିଁ ଶୁଣିପାରିବ।